ଅପାସରା କାହାଣୀ। ଓଟବାହକ ଓ ସାପ। ସମତଳ ଅଞ୍ଚଳ ଟପି ଓଟବାହକଟିଏ ଗତ ରାତିରେ ଯାତ୍ରୀଗଣ ବିଶ୍ରାମ ନେବାକୁ ଅଟକି ନିଆଁ ଜାଲିଥିବା ସ୍ଥାନରେ ଅଟକିଲା। ସକାଳୁ ନିଆଁ ଲିଭିବା ଆଗରୁ ସେମାନେ ଚାଲି ଯାଇଥିଲେ। ରାତିରେ ପବନ ବହି ନିଆଁ ଝୁଲ ଉଡ଼ିଲା ଓ ଚାରି ପାଖର ବୁଦାରେ ନିଆଁ ଧରିଲା। ବୁଦା ମଝିରେ କୁଣ୍ଡଳ ମାରି ନିଗୁଡ଼ ନିଦରେ ଶୋଇଥିଲା ସାପଟିଏ। ନିଆଁ ଶିଖାର ତାତିରେ ସେ ଉଠିଲା ବେଳକୁ ଚାରିପଟେ ନିଆଁ ଧରି ଯାଇଥିଲା। ସେ ଜୀବନର ଆଶା ଛାଡ଼ି ଦେଇଥିଲା ବେଳେ ଓଟ ବାହକକୁ ଦେଖିଲା ଓ ସାହାଯ୍ୟ ପାଇଁ ଡାକିଲା। ପ୍ରଥମେ ସାପର ବିଷାକ୍ତ ଦଂଶନକୁ ମନେ ପକାଇ ଓଟବାହକ ପୁଁ ପୁଁ କରୁଥିଲା। ତଥାପି କୌଣସି ସଜୀବ କଷ୍ଟ ପାଉଥିବାର ଦେଖିଲେ ସେ ସହି ପାରୁନଥିଲା। ସେ ସାପକୁ ସାହାଯ୍ୟ କରିବାକୁ କଥା ଦେଲା। ତା ଜିନ୍ ତଳେ ମୁଣାଟିଏ ଥିଲା। ସେ ତାକୁ ଟାଣି ବାହାର କଲା ଓ ତା ବର୍ଚ୍ଛା ମୁନରେ ବାନ୍ଧିଦେଲା। ନିଆଁ ଉପର ଦେଇ ମୁଣା ବନ୍ଧା ବର୍ଚ୍ଛାକୁ ବୁଦା ଭିତରକୁ ବଢ଼ାଇ ଦେବାରୁ ସାପ ମୁଣାରେ ପଶିଗଲା। ଓଟ ବାହକ ତାକୁ ନିରାପଦରେ ନିଆଁରୁ କାଢ଼ି ଆଣିଲା। ମୁଣାର ମୁହଁ ଢିଲା କରିଦେଇ ଓଟ ବାହକ କହିଲା, ଏବେ ତୋ ବାଟରେ ଯା। ଖାଲି ମୋ ଦୟା ଟିକକ ମନେ ରଖିଥା। ପ୍ରତି ବଦଳରେ ଏବେ ତୁ ମଣିଷ ପ୍ରତି ଦୟାଳୁ ହ। ଭୂଇଁ ଉପରକୁ ଖସିଯାଇ ସାପ କହିଲା, ମୁଁ ମାନୁଛି ତୁମେ ମୋ ପ୍ରତି ଦୟାଶୀଳ। ତଥାପି ତୁମକୁ ଓ ତୁମ ଓଟକୁ ନ ଦଂଶି ମୁଁ ଯିବି ନାହିଁ। ଖାଲି ତୁମ ଉପରେ ଏତିକି ଛାଡ଼ିଲି, ତୁମକୁ ଆଗେ ନା ଓଟକୁ ଆଗେ ଦଂଶିବି। ଓଟ ବାହକ ଚିତ୍କାର କଲା, କେଡ଼େ ବେଇମାନ ଦାନବ ତୁ। ଉପକାରୀର ଅନିଷ୍ଟ କରିବା କ'ଣ ନ୍ୟାୟ? ସାପ କହିଲା, ଏଇଟା ମଣିଷମାନଙ୍କ ପ୍ରଥା। ଓଟ ବାହକ କହିଲା, ତୁ ଖାଲି ବେଇମାନ ନୋହୁ, ମିଛୁଆ ମଧ୍ୟ। ତୋର ଏମନ୍ତ କଥା ପ୍ରମାଣ କରିବା କଷ୍ଟକର। ମୁଁ ବହପ କରି କହୁଛି, ତୋ କଥାରେ ଏକମତ ହେଲା ଭଳି ପ୍ରାଣୀ ଏ ଦୁନିଆରେ ନଥିବେ। ଯଦି ଏ କଥାରେ ଏକମତ ହେଲା ଭଳି କାହାକୁ ପାଉ, ତେବେ ମୋତେ ଦଂଶିବୁ। ସାପ ଜବାବ ଦେଲା, ଭଲ କଥା, ଚାଲ ସେ ଗାଈକୁ ପଚାରିବା। ଗାଈ ପାକୁଳି ବନ୍ଦ କରି କହିଲା, ତୁ ମଣିଷର ପ୍ରଥା କଥା କହୁଛୁ ଯଦି ମୋ ଦୁଃଖକୁ ନେଇ ମୁଁ କହିବି। ସେ ଉପକାର କଲେ ତାର ହାନି କରିବା ଉଚିତ। ଅନେକ ବର୍ଷ ଧରି ମୁଁ ଜଣେ ଚାଷୀର ବିଶ୍ୱସ୍ତ ସେବିକା ଥିଲି। ଦୈନିକ ମୁଁ ତାକୁ ପିଇବା ପାଇଁ କ୍ଷୀର ଦେଇଛି, ଲହୁଣୀ ପାଇଁ ବହଳିଆ ସର ଦେଇଛି। ଏବେ ମୁଁ ବୁଢ଼ୀ ହେଇଯିବାରୁ ତା କାମକୁ ପାରୁନାହିଁ। ତେଣୁ ସେ ମୋତେ ଗୋଚରକୁ ଛାଡ଼ି ଦେଇଛି। ଏଠି ଚରି ବୁଲି ମୁଁ ମୋଟା ହେବି। ଗଲା କାଲି ସେ କଂସେଇ ଡାକି ମୋତେ ଦେଖାଉଥିଲା। ଆସନ୍ତା କାଲି ମୁଁ ମାଂସ ହେଇ ବିକ୍ରି ହେବି। ଏଇଟା ନିଶ୍ଚୟ ମୋ ଦୟାର କୁପ୍ରତିଫଳ। ସାପ ଓଟବାହକକୁ କହିଲା, ଦେଖିଲ, ମୁଁ ଯାହା କହୁଥିଲି ସତ। ତିଆର ରୁହ, ମୁଁ ଦଂଶିବି। କୁହ, ତୁମକୁ ନା ଓଟକୁ ଆଗ ଦଂଶିବି। ଓଟବାହକ କହିଲା, ରହ, ଦୁଇଟା ସାକ୍ଷୀ ନ ହେଲେ ଅଦାଲତରେ କୌଣସି ଘଟଣାର ରାୟ ଦିଆଯାଏ ନାହିଁ। ଆଉ ଜଣେ ସାକ୍ଷୀ ଆଣ। ସେ ଯଦି ଗାଈ କଥାରେ ରାଜି ହୁଏ, ତୋର ଯାହା ଇଚ୍ଛା ତାହା କରିବୁ। ସାପ ଏଣେ ତେଣେ ଚାହିଁ ଦେଖିଲା, ସେମାନେ ଏକ ବିରାଟ ଖଜୁରୀ ଗଛ ମୂଳେ ଠିଆ ହୋଇଛନ୍ତି। ସେ କହିଲା, ଚାଲ ଖଜୁରୀ ଗଛକୁ ପଚାରିବା। ଏ କଥା ଶୁଣି ଖଜୁରୀ ଗଛ ଦୁଃଖରେ ବାହୁଙ୍ଗା ହଲାଇଲା। ସେ ଦୁଃଖରେ କହିଲା, ଅନୁଭୂତି ମୋତେ ଶିଖାଇଛି, ମଣିଷର ଯାହା ଉପକାର କରିବ, ପ୍ରତିବଦଳରେ କିଛି କଷ୍ଟ ଆଶା କରିବ। ମୁଁ ମରୁଭୂମିରେ ଠିଆ ହୋଇଛି, କାହାର କ୍ଷତି କରୁନି, କିନ୍ତୁ ଅନେକ ଥର ଉପକାର କରୁଛି। ମୋ ବାଟ ଦେଇ ଯାଉଥିବା ବାଟୋଇ ମୋ ଛାଇରେ ବିଶ୍ରାମ ନିଅନ୍ତି। ତାଙ୍କ ଖାଇବା ସକାଶ ମୁଁ ଖଜୁରୀ ଫଳାଏ। ତାଙ୍କ ଶୋଷ ମେଣ୍ଟାଇବା ନିମନ୍ତେ ରସ ଦିଏ। ଖାଇ ପିଇ ସାରି ମୋ ଛାଇରେ ଶୋଇ ବାଟୋଇ ମୋ ବାହୁଙ୍ଗାକୁ ଦେଖି ମନେ ମନେ କୁହନ୍ତି, ଏ ବାହୁଙ୍ଗାରେ ଭଲ ଛଡ଼ିଟିଏ ହେବ, ଫାରସା ବେଣ୍ଟ ବି କରିହେବ।
ଗଛର କାଠ ଭାରି ବଢ଼ିଆ। ମୋ ଘରର ନୂଆ ଦୁଆର ପାଇଁ ଏଥିରୁ ଖଣ୍ଡେ କାଟି ପକାଇଲେ ହୁଅନ୍ତା। ମୁଁ ଚୁପଚାପ ଏ କଥା ମାନିଯାଏ। ଲୋକେ ଏମିତି ମୋ ଦୟାଶୀଳତାର ପ୍ରତିଦାନ ଦିଅନ୍ତି। ସାପ କହିଲା। ଦି ଜଣ ସାକ୍ଷୀଙ୍କୁ ପଚରାଗଲା ଓ ସେମାନେ ମୋ କଥାରେ ରାଜି ହେଲେ। ତୁମକୁ ନା ତୁମ ଓଟକୁ ଆଗେ ଦଂଶିବି। କିନ୍ତୁ ଠିକ୍ ଏତିକିବେଳେ କୋକିଟାଏ ଦୌଡ଼ି ଯାଉଥିଲା। ଓଟବାହକ ନେହୁରା ହେଲା। ସେମାନେ ଆଉ ଜଣଙ୍କ ରାୟ ଶୁଣିବେ। ଗାଈ ଓ ଗଛଙ୍କ କଥାରେ ସାପ ଏଡ଼େ ଖୁସି ହୋଇଯାଇଥିଲା ଯେ ସେ କୋକିର କଥା ଶୁଣିବାକୁ ତୁରନ୍ତ ରାଜି ହୋଇଗଲା। ଓଟବାହକ ସମସ୍ତ ବୃତ୍ତାନ୍ତ ଶୁଣାଇବା ଅନ୍ତେ କୋକି ବଡ଼ ପାଟିରେ ହସି କହିଲା, ତୁମେ ଅତି ଚାଲାକ ଜଣାପଡ଼ୁଛ। କାହିଁକି ମିଛ କଥା କହୁଛ? କୋକିକୁ ନିଶ୍ଚିତ କରିବାକୁ ସାପ କହିଲା, ପ୍ରକୃତରେ ସେ ସତ କହୁଛନ୍ତି। ପୁଣି ହସିଲା କୋକି। ସନ୍ଦେହରେ ସେ ପଚାରିଲା, ତୁମେ କ'ଣ କହୁଛ? ଏଡ଼େ ବଡ଼ ସାପଟିଏ ଏତେ ଛୋଟ ମୁଣାରେ ପଶିବା ସମ୍ଭବ? ସାପ କହିଲା, ଯଦି ତୁମେ ପରତେ ଯାଉନ, ମୁଁ ପୁଣି ଏଥିରେ ପଶି ତୁମକୁ ଦେଖାଇ ଦେବି। କୋକି ଭାବନାରେ ଡୁବି କହିଲା, ହଉ, ଏକଥା ଦେଖିଲେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେବାକୁ ରାଜି। ଓଟବାହକ ମୁଣାକୁ ଖୋଲି ରଖିଲା। ସାପ ସେଥିରେ ପଶି କୁଣ୍ଡଳ ମାରିଲା। କୋକି ଚିତ୍କାର କଲା, ତୁରନ୍ତ ଡୋର ଟାଣିଦିଅ। ସାପ ପରି ବେଇମାନୀ କରୁଥିବା ସବୁ ଜୀବ ମରିବା ଉଚିତ।